ପିଲାମାନେ ଗତ କ୍ଲାସ୍ରେ ଆମେ ଆଲୋଚନା କରିଥିଲେ ହ୍ୱାଟ୍ ଇଜ୍ ଡ୍ରାମା। ଆଜି ଆଲୋଚନା କରିବା ଡ୍ରାମାର ଗୋଟେ ପାର୍ଟ କମେଡ଼ି। କମେଡ଼ିର ଓଡ଼ିଆ ପ୍ରତିଶବ୍ଦ କ'ଣ ନା ସୁଖାନ୍ତକ ନାଟକ, ଯାହାର ଏଣ୍ଡଟା ଶେଷଟା ସୁଖକର ହେଇଥାଏ। ଗ୍ରୀକ୍ ଦାର୍ଶନିକ ଆରିଷ୍ଟଟଲ ତାଙ୍କ ପୋଏଟିକ୍ସ ଗ୍ରନ୍ଥରେ ଟ୍ରାଜେଡ଼ି ଓ କମେଡ଼ି ଉପରେ ବିଚାର ଆଲୋଚନା କରିଯାଇଛନ୍ତି। କମେଡ଼ିର ଉତ୍ପତ୍ତି ସମ୍ପର୍କରେ ସେ କହନ୍ତି କିଏ ଆରିଷ୍ଟଟଲ କ'ଣ କହନ୍ତି ନା ଆମ୍ପରନର୍ସ ବିକେମ୍ ରାଇଟର୍ସ ଅଫ୍ କମେଡ଼ି ଆଣ୍ଡ ଏପିକ୍ ପୋଏଟ୍ସ ୱେଆର୍ ସକ୍ସିଡେଡ୍ ବାଇ ଟ୍ରାଜେଡ଼ିଆନ୍ସ। କମେଡ଼ି ଶବ୍ଦଟି ଗ୍ରୀକ୍ ସାହିତ୍ୟ କମ୍ସରୁ ଆଗତ। ଏହାର ଅର୍ଥ ହେଉଛି ଆନନ୍ଦ ଉତ୍ସବର ଗୀତ। ଆହୁରି ମଧ୍ୟ ସେ ତାଙ୍କ ପୋଏଟିକ୍ସରେ ଉଲ୍ଲେଖ କରିଛନ୍ତି ଯେ ଟ୍ରାଜେଡ଼ିର ଉତ୍ପତ୍ତି ହେଉଛି ଡିଥିରାମ୍ବ ରଚୟିତାମାନଙ୍କ ଦ୍ୱାରା, କିନ୍ତୁ କମେଡ଼ି ତାଙ୍କ ଅନୁଚରମାନଙ୍କ ଦ୍ୱାରା ରଚିତ। କମେଡ଼ି ଜୀବନର ହାସ୍ୟ ଉଦ୍ଦୀପକ ଦିଗକୁ ନିର୍ଦ୍ଦେଶ କରିଥାଏ। ଏହା ଅସଙ୍ଗତିପୂର୍ଣ୍ଣ ଲଘୁ ହାସ୍ୟରେ ମେରୁଦିତ। ଏଣୁ ଆରିଷ୍ଟଟଲ କମେଡ଼ିର ସଂଜ୍ଞା ନିରୂପଣ କରିବାକୁ ଯାଇ କହନ୍ତି, କମେଡ଼ି ମନ୍ଦ ଚରିତ୍ର ଅର୍ଥରେ ନିମ୍ନ ଶ୍ରେଣୀର ଲୋକଙ୍କୁ ଅନୁସରଣ କରେ। ମନ୍ଦ ଚରିତ୍ର ମଧ୍ୟରେ ବିକୃତିର ମାତ୍ରା ବେଶୀ ଓ ନିମ୍ନ ଶ୍ରେଣୀ ମଧ୍ୟରେ ବିକୃତିର ମାତ୍ରା କମ୍। ଏଥିରେ ହାସ୍ୟ ଉଦ୍ଦୀପକ ଉପାଦାନ ନିହିତ ଥାଏ। ଆରିଷ୍ଟଟଲ ତାଙ୍କ ପୋଏଟିକ୍ସ ଗ୍ରନ୍ଥରେ କମେଡ଼ିର ସଂଜ୍ଞା ଓ ସ୍ୱରୂପ ନିର୍ଦ୍ଦେଶିତ ହୋଇଥିଲେ ମଧ୍ୟ କମେଡ଼ି ସମ୍ପର୍କିତ ବିଶେଷ ବିବରଣୀ ଏଥିରୁ ମିଳେ ନାହିଁ। ପରବର୍ତ୍ତୀ ସମୟରେ ଆହୁରି ଅନେକ ପାଶ୍ଚାତ୍ୟ ସମାଲୋଚକ କମେଡ଼ିର ବିଭିନ୍ନ ପରିଭାଷା ପ୍ରଦାନ କରିଛନ୍ତି। କେତେକଙ୍କ ମତରେ କମେଡ଼ିର କାହାଣୀ ପ୍ରଥମେ ସିସିଲିରୁ ଆଗତ ହୋଇଥିଲା ଏବଂ ଏଥେନ୍ସବାସୀଙ୍କ ଦ୍ୱାରା ଉନ୍ନତ ରୂପରେଖ ଲାଭ କରିଥିଲା। ସାଧାରଣତଃ କମେଡ଼ି କହିଲେ ସୁଖାନ୍ତ ବା ମିଳନାନ୍ତକ ନାଟକକୁ ଆମେ ବୁଝିଥାଉ। ଏହା ଟ୍ରାଜେଡ଼ିର ବିପରୀତ ଧର୍ମୀ। କମେଡ଼ି ଜୀବନର ହାସ୍ୟ ମଧୁର ଭାବକୁ ଉନ୍ମୋଚିତ କରେ। ମୃତ୍ୟୁ ବଦଳରେ ଜୀବନ, ବିୟୋଗ ବଦଳରେ ମିଳନ, ବେଦନା ବଦଳରେ ଆନନ୍ଦ ପ୍ରଦାନ କରିବା ହେଉଛି କମେଡ଼ିର ମୁଖ୍ୟ ଉଦ୍ଦେଶ୍ୟ ଏବଂ ଲକ୍ଷ୍ୟ ମଧ୍ୟ। ନାୟକ ନାୟିକାଙ୍କ ବିଚ୍ଛେଦର ଯେପରି ଟ୍ରାଜେଡ଼ି ସୃଷ୍ଟି, ଠିକ୍ ବିପରୀତ ଭାବରେ ନାୟକ ନାୟିକାଙ୍କର ମିଳନରେ କମେଡ଼ିର ସୃଷ୍ଟି ହେଉଛି। ଯେଉଁ ନାଟକ ପରିଣତିରେ ସୁଖମୟ ଓ ଶୁଭାନ୍ତକ ତଥା ଦର୍ଶକମାନଙ୍କୁ ଭରପୁର ଆନନ୍ଦ ପ୍ରଦାନ କରିଥାଏ, ତାହା ହେଉଛି କମେଡ଼ି। ଏହାଛଡ଼ା କମେଡ଼ିର ଶ୍ରେଣୀ ବିଭାଗ କରିବା ମଧ୍ୟ ବହୁତ କଷ୍ଟକର, ଯାହା ଅଧ୍ୟାପକ ଅଲର୍ଦି ନିକୋଲ ତାଙ୍କର 5 ପ୍ରକାର ବୋଲି ସେ କହିଛନ୍ତି ଦ ଥିଓରି ଅଫ୍ ଡ୍ରାମା ପୁସ୍ତକରେ। ଗୋଟେ ହେଉଛି ଫାର୍ସ, 2ରେ କମେଡ଼ି ଅଫ୍ ହ୍ୟୁମର୍ସ ଯେଉଁଟା ବ୍ୟଙ୍ଗାତ୍ମକ କମେଡ଼ି ଆମେ କହୁଛେ, 3ରେ କମେଡ଼ି ଅଫ୍ ରୋମାନ୍ସ, 4ରେ କମେଡ଼ି ଅଫ୍ ଇଣ୍ଟ୍ରିଗ୍ୟୁ ଯେଉଁଟା ଷଡ଼ଯନ୍ତ୍ରର ମୂଳକ କମେଡ଼ି ଆମେ କହୁଛେ, 5ରେ କମେଡ଼ି ଅଫ୍ ମ୍ୟାନର୍ସ ଯେଉଁଟା ଆଚାରମୂଳକ କମେଡ଼ି। ତେଣୁ ପିଲାମାନେ ଆଜି ଆମେ ଜାଣିଲେ କମେଡ଼ି ବିଷୟରେ। ଆଜି ପାଇଁ ଏତିକି। ପୁଣି ଦେଖା ହେବ ନେକ୍ସଟ କ୍ଲାସ୍ରେ। ରହୁଛି। ହାଭ୍ ଏ ଗୁଡ୍ ଡେ।